ଭାରତ ହେଉଛି ଦେବଭୂମି ଆଉ ଏହି ଦେବଭୂମିରେ ଆସନ୍ତାକାଲି ଦେବଦେବ ମହାଦେବଙ୍କର ମହାଶିବରାତ୍ରି ପାଳିତ ହେବ। ଆଉ ଏହି ଉପଲକ୍ଷେ ମୁଁ ଆଜି ନେଇ ଆସିଛି ପ୍ରଭୁଙ୍କ ସହ ଜଡ଼ିତ ଏକ ଇଣ୍ଟରେଷ୍ଟିଂ ଭିଡ଼ିଓ। ଆଜି ଆମେ ପୁରା ଭାରତ ବର୍ଷରେ ଥିବା ଶିବଙ୍କର 10ଟି ଭବ୍ୟ ଶିବ ମୂର୍ତ୍ତି ବିଷୟରେ ଜାଣିବା, ଯାହାର ହାଇଟ୍ ବା ଉଚ୍ଚତା ରହିଛି ବହୁତ ଅଧିକା। ଭାରତରେ ଅନେକ ଭବ୍ୟ ଓ ଅଦ୍ଭୁତ ଦେବାଦେବୀଙ୍କର ମୂର୍ତ୍ତି ରହିଛି। ସେଥିରେ ଭଗବାନ ଶିବଙ୍କର ଭବ୍ୟ ପ୍ରତିମା ବିଶେଷ ଆକର୍ଷଣୀୟ ଲାଗେ। କେଉଁଠି 50 ଫୁଟ, କେଉଁଠି 100 ଫୁଟ, ତ ଆଉ କେଉଁଠି 120 ଫୁଟରୁ ଅଧିକ ଉଚ୍ଚତାରେ ଭଗବାନ ଶିବଙ୍କର ଦିବ୍ୟ ରୂପ ଦେଖିବାକୁ ମିଳେ। ଭଗବାନ ଶିବଙ୍କର ଏହି ଷ୍ଟାଚ୍ୟୁକୁ ଦେଖିବା ପାଇଁ ଅନେକ ଲୋକ ଯାଇଥାନ୍ତି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଭାରତର ସେହି ସବୁ ଟପ୍ 10 ଭବ୍ୟ ଶିବ ମୂର୍ତ୍ତି ବିଷୟରେ, ତାଙ୍କର ଉଚ୍ଚତା, ବିଶେଷତା ଓ ମନ୍ଦିର ସମ୍ପର୍କିତ ତଥ୍ୟ ବିଷୟରେ। ଏହି ସବୁ ମନ୍ଦିର କେଉଁ ସ୍ଥାନରେ ରହିଛି ସେ ବିଷୟରେ ବି ମୁଁ ଆଜି ଆପଣଙ୍କୁ ଜଣାଇବି। ତ ଆଜି ଆମେ ଜାଣିବା ଟପ୍ 10 ଟଲେଷ୍ଟ ଶିବ ଷ୍ଟାଚ୍ୟୁ ଇନ୍ ଇଣ୍ଡିଆ ବିଷୟରେ। ନମ୍ବର 10ରେ ରହିଛି ବେଲେଶ୍ୱର ମହାଦେବ ଟେମ୍ପଲ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗରରେ ଅବସ୍ଥିତ ଏହି ବେଲେଶ୍ୱର ମହାଦେବ ମନ୍ଦିର ଶାନ୍ତ ଓ ପ୍ରାକୃତିକ ପରିବେଶରେ ଭରପୁର ରହିଛି। ଏଠାରେ ଶିବଙ୍କର 61 ଫୁଟ ଉଚ୍ଚତା ବିଶିଷ୍ଟ ଏକ ଭବ୍ୟ ମୂର୍ତ୍ତି ସ୍ଥାପିତ ଅଛି। ଏହା ଗଞ୍ଜାମ ଜିଲ୍ଲାର ଭକ୍ତମାନଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ କେନ୍ଦ୍ର ଅଟେ। ମହାଶିବରାତ୍ରିରେ ଏଠାରେ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ। ନମ୍ବର 9ରେ ରହିଛି କେମ୍ଫର୍ଟ ଶିବ ଷ୍ଟାଚ୍ୟୁ। କର୍ଣ୍ଣାଟକର ବେଙ୍ଗାଲୁରୁ ସହରର କେମ୍ଫର୍ଟ ଶିବ ମନ୍ଦିର ଭିତରେ ଏହି ବିଶାଳ ଶିବ ପ୍ରତିମା ଅବସ୍ଥିତ। ପ୍ରାୟ 65 ଫୁଟ ଉଚ୍ଚ ଏହି ମୂର୍ତ୍ତି ଧଳା ରଙ୍ଗରେ ତିଆରି ଓ ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ଅମରନାଥ ଗୁମ୍ଫାର ଏକ କୃତ୍ରିମ ମଡେଲ ମଧ୍ୟ ରହିଛି। ନମ୍ବର 8ରେ ରହିଛି କଚନାର ସିଟି ଶିବ ଷ୍ଟାଚ୍ୟୁ। ମଧ୍ୟପ୍ରଦେଶର ଜବଲପୁରରେ ଥିବା କଚନାର ସିଟି ଶିବ ପ୍ରତିମା ପ୍ରାୟ 76 ଫୁଟ ଉଚ୍ଚ। ଏହାର ଚାରିପାଖରେ 12ଟି ଜ୍ୟୋତିର୍ଲିଙ୍ଗର ଛୋଟ ମନ୍ଦିର ମଧ୍ୟ ଅଛି। ଏହା ଭକ୍ତମାନଙ୍କ ପାଇଁ ଏକ ପବିତ୍ର ଓ ପର୍ଯ୍ୟଟନ ସ୍ଥଳୀ ଅଟେ। ନମ୍ବର 7ରେ ଅଛି ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଟେମ୍ପଲ। ଗୁଜରାଟର ଦ୍ୱାରକାରେ ଅବସ୍ଥିତ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ। ଏହି ମନ୍ଦିରର ବାହାରେ ଏକ ଭବ୍ୟ ଶିବ ପ୍ରତିମା ରହିଛି, ଯାହାର ଉଚ୍ଚତା ରହିଛି 82 ଫୁଟ। ଗୁଜରାଟରେ ରହିଛି ଭାରତର 12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଜ୍ୟୋତିର୍ଲିଙ୍ଗ। ଏଠାରେ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି। ନମ୍ବର 6ରେ ରହିଛି ଶିବଗିରି ଶିବ ଷ୍ଟାଚ୍ୟୁ। ବିଜୟପୁର ବା ବିଜାପୁରରେ ଥିବା ଶିବଗିରି ଶିବ ପ୍ରତିମା ଅତ୍ୟନ୍ତ ଉଚ୍ଚ ଓ ଭବ୍ୟ ଅଟେ, ଯାହାର ଉଚ୍ଚତା ରହିଛି 85 ଫୁଟ। ଏହି ପ୍ରତିମା ଧ୍ୟାନ ମୁଦ୍ରାରେ ରହିଛି ଓ ସ୍ଥାନୀୟ ଭକ୍ତମାନଙ୍କ ମଧ୍ୟରେ ଏହା ବିଶେଷ ପ୍ରସିଦ୍ଧ। ନମ୍ବର 5ରେ ରହିଛି ହର କି ପୌରୀ। ଉତ୍ତରାଖଣ୍ଡର ହରିଦ୍ୱାରରେ ଗଙ୍ଗା ନଦୀ ପାର୍ଶ୍ୱରେ ଥିବା ହର କି ପୌରୀ ନିକଟରେ ଭଗବାନ ଶିବଙ୍କର ଏକ ଉଚ୍ଚ ପ୍ରତିମା ରହିଛି। ଗଙ୍ଗା ଆଳତୀ ସମୟରେ ଏହି ଦୃଶ୍ୟ ଅତ୍ୟନ୍ତ ଦିବ୍ୟ ଓ ମନମୋହନୀୟ ଲାଗେ। ଏଠାରେ ଠିଆ ହୋଇଥିବା ଶିବ ମୂର୍ତ୍ତିର ହାଇଟ୍ ରହିଛି 100 ଫୁଟ। ନମ୍ବର 4ରେ ରହିଛି ଚାରଧାମ। ସିକିମର ନାମଚିରେ ଥିବା ଚାରଧାମ ପ୍ରକଳ୍ପ ଭିତରେ ପ୍ରାୟ 87 ଫୁଟ ଉଚ୍ଚ ଶିବ ପ୍ରତିମା ରହିଛି। ଏହି ସ୍ଥାନରେ ଭାରତର ଚାରିଧାମକୁ ଏକାଠି ଦେଖିବାକୁ ମିଳେ, ଯାହା ଏହାକୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି। ନମ୍ବର 3ରେ ରହିଛି ସୁରସାଗର ଲେକ୍ ଶିବ ଷ୍ଟାଚ୍ୟୁ। ଗୁଜରାଟର ବଡୋଦରାର ସୁରସାଗର ଲେକ୍ ପାଖରେ ଥିବା ଏକ ଭବ୍ୟ ଶିବ ମନ୍ଦିର, ଯାହା ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏଠାରେ ପ୍ରାୟ 111 ଫୁଟ ଉଚ୍ଚ ବିଶିଷ୍ଟ ଶିବଙ୍କର ପ୍ରତିମା ରହିଛି, ଯାହା ରାତିରେ ଆଲୋକିତ ହେବା ସମୟରେ ବହୁତ ସୁନ୍ଦର ଦେଖାଯାଏ। ନମ୍ବର 2ରେ ଅଛି ଆଦିୟୋଗୀ ଶିବ ଷ୍ଟାଚ୍ୟୁ। ତାମିଲନାଡୁର କୋଏମ୍ବାଟୁରରେ ଅବସ୍ଥିତ ଆଦିୟୋଗୀ ଶିବ ଷ୍ଟାଚ୍ୟୁ, ଯାହାକି ସବୁଠାରୁ ପ୍ରସିଦ୍ଧ ରହିଛି। ଏହି ପ୍ରତିମାର ହାଇଟ୍ ରହିଛି 112 ଫୁଟ। ଏହାକୁ ଇଶା ଫାଉଣ୍ଡେସନ ଦ୍ୱାରା ସ୍ଥାପିତ କରାଯାଇଛି। ଏହି ପ୍ରତିମା ଯୋଗର 112ଟି ପଥକୁ ପ୍ରତିନିଧିତ୍ୱ କରେ ଓ ଗିନିଜ୍ ୱାର୍ଲଡ ରେକର୍ଡରେ ମଧ୍ୟ ଏହା ସ୍ଥାନ ପାଇଛି। ଶେଷରେ ନମ୍ବର 1ରେ ଟପ୍ 1 ପୋଜିସନରେ ରହିଛି ମୁରୁଦେଶ୍ୱର ଟେମ୍ପଲ। କର୍ଣ୍ଣାଟକର ମୁରୁଦେଶ୍ୱରରେ ଅବସ୍ଥିତ ଏହି ଶିବ ପ୍ରତିମା ପ୍ରାୟ 123 ଫୁଟ ଉଚ୍ଚ। ଏହା ଭାରତର ସବୁଠାରୁ ଉଚ୍ଚ ଶିବ ପ୍ରତିମା ମାନଙ୍କ ମଧ୍ୟରୁ ଗୋଟିଏ। ସମୁଦ୍ର କୂଳରେ ଅବସ୍ଥିତ ଏହି ମନ୍ଦିର ଦୃଶ୍ୟ ଅତ୍ୟନ୍ତ ଅଦ୍ଭୁତ ଓ ମନୋହର। ତେବେ ଏହା ଥିଲା ଭାରତର ଟପ୍ 10 ଭବ୍ୟ ଶିବ ପ୍ରତିମା। ଏହି ସମସ୍ତ ସ୍ଥାନ ଧାର୍ମିକ ଭାବନା ସହିତ ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କୁ ଏହି ଶିବ ପ୍ରତିମା ମାନଙ୍କ ମଧ୍ୟରୁ କେଉଁଟା ସବୁଠାରୁ ଭଲ ଲାଗିଲା ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ ହଁ, ଏମିତି ଆହୁରି ଇଣ୍ଟରେଷ୍ଟିଂ ଭିଡ଼ିଓ ଯଦି ଆପଣ ମୋ ଚ୍ୟାନେଲରେ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଛି ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର କରନ୍ତୁ।